ତାମିଲନାଡୁର ଗୋଟେ ଗୋଟେ ହିରୋ ପାଉଛନ୍ତି 1200 କୋଟି ଗୋଟେ ଫିଲ୍ମରେ, ତାଙ୍କର 500 କୋଟି ତଳକୁ ନାହିଁ। ଇଏ ମାତ୍ର 100 ଲକ୍ଷେ, ଇଏ ଲକ୍ଷ ଟଙ୍କାରେ ତୁମ ଜୀବନ ଛାଡ଼ି ଯାଉଛି। ଆଙ୍କ ରେଟ୍ ସବୁ 1-2 ଲକ୍ଷ ଭିତରେ। ଏ ଯାହାଙ୍କ ନାଁ ସବୁ କହୁଛ ଆଉ କ'ଣ ଏରା କ'ଣ ଆଉ କୋଟି? ଏମିତି କାହିଁ ମରିଯାଉଛ? ଈଶ୍ୱର ତୁମକୁ କଳା ଦେଇଛନ୍ତି, ତୁମେ କମେଡ଼ିଆନ୍ ହସା। ଈଶ୍ୱର ତୁମକୁ ଦେଇ ତୁମେ ହିରୋଇନ୍, ଦୁଃଖ ସୁଖ ହସା ହସା। ଏଗୁଡ଼ାକ ଫାଲତୁ କାମ। ଏଗୁଡ଼ାକ 40ତମ କଂଗ୍ରେସ ପ୍ରତିଷ୍ଠା ଦିବସ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଯେଉଁମାନେ ଝାସ ଦେଇଛନ୍ତି, ପଣ୍ଡିତ ଜବାହରଲାଲ ନେହେରୁ, ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ, ସୁଭାଷ ଚନ୍ଦ୍ର ବୋଷ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଦାସ, କେତେ ଯେ ଜୀବନ ଦେଇ ତାର ସୀମା ନାହିଁ, ଜେଲ୍ ଯାଇଛନ୍ତି, ଅତ୍ୟାଚାରିତ ହେଇଛନ୍ତି। ଯାହା ହଉ ସଫଳ ହେଇଛି ଗାନ୍ଧୀଙ୍କ ପାଇଁ ଭାରତବର୍ଷ ସ୍ୱାଧୀନତା ପାଇଛି। ସ୍ୱାଧୀନତା ପରେ ପଣ୍ଡିତ ଜବାହରଲାଲ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସୃଷ୍ଟି ହେଇଛି, ଅର୍ବାନ୍ ସୃଷ୍ଟି ହେଇଛି, ଇରିଗେସନ୍ କାମ ହେଇଛି, ଆମର ରାସ୍ତା କାମ ହେଇଛି, ଯାନବାହନ ଚଳାଚଳ ହେଇଛି, ଶିଳ୍ପର ବିକାଶ ହେଇଛି, ଜଳସେଚନ ବ୍ୟବସ୍ଥା ହୀରାକୁଦ ଓଡ଼ିଶାର ହେଇଛି, ପାରାଦ୍ୱୀପ ବନ୍ଦର ହେଇଛି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହେଇଛି। ସବୁ କଂଗ୍ରେସ କରିଛି। ଇଏ ମାନେ କେହି କିଛି କରିନାହାନ୍ତି, ଖାଲି ଆବାସ। ଆଜି ଆମେ ସମସ୍ତେ ଭକ୍ତ ଦାସଙ୍କ ଡାକରାରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସେବା ଦଳ, ମହିଳା, ଆଦିବାସୀ, ହରିଜନ, ସବର୍ଣ୍ଣ, ଆମର ଯେତେ ମାଇନର ସବୁ ଏକାଠି ହୋଇ ପ୍ରତିଜ୍ଞା କରିଛୁ ତୃଣମୂଳ ସ୍ତରକୁ ଯାଇ ନେହେରୁଙ୍କ ନାଁ, ଇନ୍ଦିରା ଗାନ୍ଧୀଙ୍କ ନାଁ, ନେହେରୁ ପରିବାର ନାଁ, ଗାନ୍ଧୀଙ୍କ ନାଁ ଯେଉଁ ଲିଭେଇ ଦିଆଯାଉଛି, ଗଣତନ୍ତ୍ର ହତ୍ୟା କରାଯାଉଛି। ରାହୁଲ ଗାନ୍ଧୀ 5 ତାରିଖ ଆନ୍ଦୋଳନ ଡାକରା ଦେଇଛନ୍ତି ଇଣ୍ଡିଆ। ଆଉ ଯେଉଁ ଇଲେକ୍ଟ୍ରିକ୍ ବାଲାଙ୍କୁ ଟାଟାକୁ ପଇସା ନେଇ ସହାନୁଭୂତି ଦେଖେଇ ଗୋଟେ ୟୁନିଟ୍ରେ 87 ପଇସା 15,000 ଲେଖା ମିଟର ଓ ଇଏ ଫିଟିଂ ପାଇଁ ଘୋର ବିରୋଧ କରୁଛୁ ଆମେ। ଏବଂ କାଲି ଆମେ ବିପୁଳ ସଂଖ୍ୟାରେ ପାୱାର ହାଉସ୍ ଛକ ପାଖରେ ଆନ୍ଦୋଳନ କରିବୁ ଜନସାଧାରଣଙ୍କ ପାଇଁ। ଜନସାଧାରଣଙ୍କୁ ଦୁଃଖ ଦେଲେ ଆମେ ବରଦାସ୍ତ କରିବନି କଂଗ୍ରେସ କେବେ। ଭକ୍ତ ଦାସଙ୍କୁ ଧନ୍ୟବାଦ, ତାଙ୍କ ଡାକରାରେ ଖାଲି ଆମେ ଏକାଠି ହେଉଛୁ। କଟା ଏ ଟ୍ୟାକ୍ସ ବଢ଼େଇଛ, କାଢ଼। ଯେଉଁ ଲୋଡ଼ କରିଛ ମିଟର ପାଇଁ, ଅନ୍ୟ ପାଇଁ ଟଙ୍କା 15,000 ଗରିବ ଲୋକ କାଢ଼। ଓଡ୍ର ଖର ଆମର ଏକମାତ୍ର ଦାବି। ଗରିବକି ଝୁଣିଲେ ଆମେ ଛାଡ଼ିବୁନି। ହେଲା ପରା ତୃଣମୂଳ ସ୍ତରକୁ ଯାଇ ସଂଗଠନ କରିବୁ। ନେହେରୁ ପରିବାର ଗାନ୍ଧୀକି ଯେଉଁ ମାରିକିରି ତାଙ୍କ ନାଁ ପୋଛି ଦେବା ପାଇଁ ଶିଶୁ ଦିବସ ବନ୍ଦ, ନେହେରୁଙ୍କ ଜୟନ୍ତୀ 80 ବର୍ଷ ହେଲା ଶିଶୁ ଦିବସ ହେଉଛି। ଗୁରୁ ଦିବସ ବନ୍ଦ ହେଲେ ଶିକ୍ଷାବିତ୍ ଡକ୍ଟର ରାଧାକ୍ରିଷ୍ଣନ ତାଙ୍କ ଜନ୍ମଦିନ। ଗାନ୍ଧୀଙ୍କ ନାଁରେ ଯୋଜନା ବନ୍ଦ କରିଦିଆଯାଉଛି, ନେହେରୁଙ୍କ ନାଁରେ ଯୋଜନା ବନ୍ଦ କରିଦିଆଯାଉଛି। ଘୋର ବିରୋଧ କରିବୁ, କଂଗ୍ରେସକୁ ସଂଗଠିତ କରିବୁ। ଏବଂ ଭାରତ ବର୍ଷରେ ବିଜେପି ବାଲା ନରେନ୍ଦ୍ର ମୋଦି ଏ ସଂସ୍ଥାଗିରି ଚାଲିବନି। ଏ ସିବିଆଇ କି ଇଡି କି ହାତ ବର୍ଷି କରି ସୋନିଆ ଗାନ୍ଧୀ ଆଉ ରାହୁଲ ଗାନ୍ଧୀଙ୍କ ଉପରେ ଯେଉଁ ଜୁଲୁମ ଶାସ୍ତ୍ରରେ ହାଇକୋର୍ଟ ରିଜେକ୍ଟ କରିଛି, ଧନ୍ୟବାଦ। ୟାରି ଉପରେ କଂଗ୍ରେସ ବାଲା ଏକ ହିଁ ମୁକାବିଲା କରିଛି।